ବଳଦେବାନ ଦାସ ଏଇ ନେମାଳ ଗ୍ରାମର ଗ୍ରାମବାସୀ। କଣ ଆଜି ଅଭିଯୋଗ ଆପଣଙ୍କର ରହୁଛି? ଆମର ଏଠି ଅଭିଯୋଗ ହଉଛି କିଛି ବାହ୍ୟ ଶତ୍ରୁ ନେମାଳ ପଞ୍ଚାୟତରୁ ଲୁଣ୍ଠନ କରିବାକୁ ଆସିଛନ୍ତି। ସେମାନେ ନେମାଳ ପଞ୍ଚାୟତ ଅନଧିକାର ଭାବରେ ରାତି ଅଧରେ କାମ କରୁଛନ୍ତି। ଗୋଟେ ପ୍ରୋଜେକ୍ଟ ଚିତ୍ରତୋଳା ରିଭର ଠାରୁ ପୂଜାସାହି ଗଡା ମନରେଗା ଯୋଜନାରେ ନିଶ୍ଚୟ କୋଇଲ ବ୍ଲକ ପଞ୍ଚାୟତ ସମିତି ଅଣ୍ଡରରେ ସାଂସନ ହେଇଛି, ଏଷ୍ଟିମେଟ କପି ଅଛି। ସାଂସନ ହେଲା ପରେ ଆମକୁ ଦିଆଯାଇଥିଲା ସେ କାମରେ ମାଟି ପକେଇବା ପାଇଁ, ମାଟି ପକେଇଥିଲୁ ସେଟା ଗଡାର ଉନ୍ନତିକରଣ ପାଇଁ। ଗଡା କାମ ବି ଚାଲିଥିଲା। ଗଡା କାମ କିଛି ତାଙ୍କର ଅଫିସିଆଲ ପ୍ରୋସେସ ପାଇଁ ବନ୍ଦ ଥିଲା। କିଛି ଦିନ ବିତି ଦେଲା ପରେ ଏବେ ଇମର୍ଜେନ୍ସିରେ କିଛି କାମ ଚାଲିଛି ଗଡା ଦେବସ୍ନାନ ପୂର୍ଣ୍ଣିମା ପାଇଁ। ଇରିଗେସନ ବିଭାଗ ତରଫରୁ କାମ ଚାଲିଛି, କିନ୍ତୁ ଲୁଣ୍ଠନକାରୀ ଯୋଉମାନେ ବିଶ୍ୱନାଥ ନାୟକ, ତୁଷାର ବେହେରା ଯିଏକି ବିଜେଡିର ଯୁବ ସଭାପତି ଥିଲେ, ଲୁନା ଭାଇ, ସିଏ ଏବେ ବିଜେପି ରେ ନୂଆ ନୂଆ ଅତିରଞ୍ଜିତ ରାଜନୀତି କରୁଛନ୍ତି, ଧମକ ଚମକ ପିଲାମାନଙ୍କୁ ଦଉଛନ୍ତି। ଆଉ ଜଣେ ଟୁନା ଭାଇ, ଟୁନା ସ୍ୱାଇଁ, ରାତି ଅଧରେ ପିଲାମାନେ ଯେତେବେଳେ ପବନ ଖାଇବାକୁ ଖରା ହେଇଥାଏ ରଜର ପୂର୍ବ ଦିନ ଖାଇବାକୁ ଆଇଛନ୍ତି, ରାତି ଅଧରେ ଜେସିବି ଚଲି ଏଠି ଆଜ୍ଞା କାମ ଚାଲିଛି। ଦୁଃଖଦର ବିଷୟ, ଯୋଉ ମାଟି ଆମେ ପକେଇଛୁ ତାକୁ ଖେଳେଇକି ଇରିଗେସନ ନାଁରେ ବିଲ୍ କରାଯିବ, ଯୋଉଟା କି ନନ୍ ପ୍ଲାନିଂ କାମ। ସେଠିକାର 8ଟା 9ଟା ଗଡା ହଉଛି, ତା ସାଙ୍ଗରେ ଆକୁ ବି ଇନକ୍ଲୁଡ କରାଯାଇଛି। ଏବେ ବି ଆପଣ ପଛରେ ଦେଖନ୍ତୁ ମାଟି ଉପରେ ବାଲି ଛିଞ୍ଚା ହେଇଯାଇଛି। ପିଲାମାନେ ଯେତେବେଳେ ଯାଇ ଅବରୋଧ କଲେ ଯେ କାମ ଚାଲିଥିଲା ତମେ କଣ ଆସିକି କରୁଛ, ପିଲାମାନଙ୍କୁ ଧମକ ଚମକ ଦେଇକି ଆପଣଙ୍କ ପାଇଁ ଭିଜୁଆଲ ବି ପଠାଇଛି, ଭିଜୁଆଲ ବି ଦେଖିପାରିବେ। ଯୋଉଥିରେ କି କନସର୍ନ ଆମର ଯିଏକି ଯୋଉ ଥିଲେ ଜେସିବି ଡ୍ରାଇଭର କହୁଛନ୍ତି ଯେ ଆମକୁ ରାସ୍ତା କାମ ପାଇଁ ଡାକିଛନ୍ତି, ଆମେ କାମ କରିବାକୁ ଆସିଛୁ। ସେ କାମ କରିବାକୁ ଆସିଛନ୍ତି, କିନ୍ତୁ ଏମାନେ ଯୋଉ ଶାନ୍ତପୁର ଆସି ନେମାଳରେ ତାଙ୍କର ଦବଦବା ଦେଖିବାକୁ ଚାହୁଁଛନ୍ତି, ଏଇଟା କେତେ ଦୂର ଠିକ ନେମାଳବାସୀ ବିଚାର କରିବେ। ଆଉ ଆମେ ଚାହୁଁଛୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ମାନ୍ୟବର ସିଏମ ଓଡିଶା, ମାନ୍ୟବର ବିଧାୟକ କଟକ ସଦର ଏବଂ ବିଡିଓ, ସବ କଲେକ୍ଟର, ତହସିଲଦାର ଏମାନଙ୍କୁ ଅନୁରୋଧ କରାଯାଉଛି ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ବସାଯାଉ। ଯୋଉ କାମ ଉପରେ, ଯୋଉ କାମର ମାଟି ପକେଇବାକୁ ଯୋଉମାନେ ଅର୍ଡର ଦେଇଥିଲେ ତାପରେ ଇରିଗେସନ କାମ କରୁଛି, 2 ଥର ବିଲ୍ କରିକି ଏଠି ମୁନାଫା ଆକର ଲୋକ ଫାଇଦା ପାଇବେ। ଏଇଟା କେତେ ଦୂର ଠିକ ଯଥାର୍ଥ ଆପଣ ମାନେ ବିଚାର କରିବେ ଏବଂ ଏହା ପାଇଁ ଆମେ ସିଏମ କୁ ମାନେ ରିକ୍ୱେଷ୍ଟ କରୁଛୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ।